ସାଙ୍ଗମାନେ ଆଜି ମୁଁ ଆପଣମାନଙ୍କ ପାଇଁ ଆଇ ଏମ୍ ଗୋଇଂ ଟୁ ୱିନ୍ ବହିର ସମୟରେ ନେଇ ଆସିଛି। ଆଶା କରୁ ସାଙ୍ଗମାନେ ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଆପଣଙ୍କୁ ପସନ୍ଦ ଆସିବ। ତରୁଣ ଏକ ଛୋଟ ସହରରେ ରହୁଥିଲା। ସେ ନା ଅଧିକ ଚତୁର ଥିଲା ନା ତା ପାଖରେ ଆତ୍ମବିଶ୍ୱାସ ଥିଲା। ସ୍କୁଲରେ ଶିକ୍ଷକ ପ୍ରଶ୍ନ ପଚାରିଲେ ସେ ସବୁବେଳେ ତଳକୁ ଚାହୁଁଥିଲା। ତା ମନରେ ଗୋଟିଏ କଥା ଚାଲୁଥିଲା, ମୋ ଦ୍ୱାରା ହେବ ନାହିଁ, ମୋ ଦ୍ୱାରା କିଛି ବି ହେବ ନାହିଁ। +2 ପରେ ସେ ସରକାରୀ ଚାକିରି କରିବାର ସ୍ୱପ୍ନ ଦେଖିଲା। ସେ କୋଚିଂରେ ଯୋଗ ଦେଲା, କିନ୍ତୁ ସେଠାରେ ଥିବା ଟପର ପିଲାଙ୍କୁ ଦେଖି ସେ ନିଜକୁ ବହୁତ ସାଧାରଣ ମନେ କଲା। କେହି ଯଦି କିଛି ପଚାରୁଥିଲେ ତୁ କ'ଣ ହେବୁ, ସେ କହୁଥିଲା ବାସ୍ ଚେଷ୍ଟା କରୁଛି, ହେଲେ ଭଲ ନହେଲେ ବି ଚଳିବ। ତାର ଏହି ଚିନ୍ତାଧାରା ତାକୁ ଜିତିବାକୁ ଦେଉନଥିଲା। ସେ ପଢ଼ିବା ପୂର୍ବରୁ ହିଁ ଡରି ଯାଉଥିଲା। ସେ ସେହିଭଳି ଅଭ୍ୟାସ ରଖିଥିଲା ଯେପରି ଜଣେ ହାରିଯାଇଥିବା ମଣିଷ ଥାଏ। ସେ ଶୋଇକି ପଡ଼ୁଥିଲା କିମ୍ବା ମୋବାଇଲ ବ୍ୟବହାର କରୁଥିଲା ଏବଂ ନିଜକୁ କହୁଥିଲା ଯେ ତାର କିଛି ବି ମନେ ରହୁନି। ଦିନେ କୋଚିଂକୁ ଜଣେ ନୂଆ ସାର୍ ଆସିଲେ। ତାଙ୍କ ଆଖିରେ ଏକ ଅଦ୍ଭୁତ ଆତ୍ମବିଶ୍ୱାସ ଥିଲା। ସେ ବୋର୍ଡ଼ରେ ଏକ ଧାଡ଼ି ଲେଖିଦେଇଥିଲେ, ତୁମେ ସେୟା ହୁଅ ଯାହା ତୁମେ ନିଜକୁ ମାନିଥାଅ। ସେ ସାର୍ ନିଜ ଜୀବନର କାହାଣୀ ମଧ୍ୟ କହିଲେ ଯେ ସେ ବାରମ୍ବାର ଫେଲ୍ ହେବା ସତ୍ତ୍ୱେ କେବେ ନିଜର ପରିଚୟ ବଦଳାଇ ନଥିଲେ। ସାର୍ କହିଲେ ଯେ ସେ ନିଜକୁ କେବେ ବି ଅସଫଳ କହୁନଥିଲେ, ବରଂ କହୁଥିଲେ ମୁଁ ଜଣେ ଅଫିସର, ମୁଁ ଟ୍ରେନିଂ ଦେଉଛି, ମୁଁ ସଫଳ ବ୍ୟକ୍ତି ହୋଇଛି। ଏ କଥା ତରୁଣ ମନକୁ ଛୁଇଁଗଲା। ସେ ପ୍ରଥମ ଥର ନିଜକୁ ପ୍ରଶ୍ନ କଲା ଯେ ଯଦି ସେ ନିଜକୁ କେବଳ ଚେଷ୍ଟା କରୁଥିବା ପିଲା ଭାବିବ, ତେବେ କ'ଣ ସେ ପ୍ରକୃତରେ ଜିତିପାରିବ? ତା ପରଦିନ ସେ ନିଜକୁ ଆଇନାରେ ଦେଖିଲା ଏବଂ ଭାବିଲା, ଯଦି ମୁଁ ସତରେ ସିଲେକ୍ଟ ହେବାକୁ ଯାଉଥିବା ଜଣେ ପିଲା ହୋଇଥାନ୍ତି, ତେବେ ଆଜି କ'ଣ କରିଥାନ୍ତି? ସେ ମୋବାଇଲ ବଦଳରେ ବହି ଧରିଲା, ସିଧା ହୋଇ ବସିଲା ଏବଂ କହିଲା, ମୁଁ କେବଳ ପ୍ରିପେୟାର କରୁନି, ମୁଁ ନିଜର ଷ୍ଟାଣ୍ଡାର୍ଡ଼ ବଜାୟ ରଖୁଛି। ଯେତେବେଳେ ବି ତା ମନରେ ନକାରାତ୍ମକ ଚିନ୍ତା ଆସୁଥିଲା, ସେ ନିଜକୁ ପଚାରୁଥିଲା, ଜଣେ ଚାମ୍ପିୟନ ଏହି ସମୟରେ କ'ଣ ଭାବିଥାନ୍ତା? ଧୀରେ ଧୀରେ ତାର ପରିବର୍ତ୍ତନ ଦେଖାଗଲା। ସେ ନିଜେ ସ୍ୱାସ୍ଥ୍ୟ ଏବଂ ଶୃଙ୍ଖଳା ଉପରେ ଧ୍ୟାନ ଦେଲା, କାରଣ ବିଜେତାମାନେ ମୁଡ଼ରେ ନୁହେଁ ବରଂ ସିଷ୍ଟମରେ କାମ କରିଥାନ୍ତି। ପରୀକ୍ଷାରେ କମ୍ ନମ୍ବର ଆସିଲେ ମଧ୍ୟ ସେ ଭାଙ୍ଗି ପଡ଼ୁନଥିଲା। ସେ ନିଜକୁ ଏକ ପ୍ରଫେସନାଲ ଖେଳାଳି ଭାବୁଥିଲା, ଯିଏ ମ୍ୟାଚ୍ ହାରିଲେ ବି ଖେଳିବା ଛାଡ଼ି ନଥାଏ। ଶେଷରେ ମକ୍ ଟେଷ୍ଟରେ ସେ ଟପ୍ 20ରେ ସ୍ଥାନ ପାଇଲା। ସେ ବୁଝିଗଲା ଯେ ପ୍ରକୃତ ପରିବର୍ତ୍ତନ ତା ଭିତରେ ଆସିସାରିଛି। ଅସଲ ପରୀକ୍ଷା ସମୟରେ ସେ ଆତ୍ମବିଶ୍ୱାସ ସହ ପରୀକ୍ଷା ଦେଲା। ସେ ନିଜକୁ କହିଲା, ମୁଁ ଏଠାକୁ ଟ୍ରାଏଲ୍ ଦେବାକୁ ଆସିନି, ମୁଁ ସେୟା କରିବାକୁ ଆସିଛି ଯାହା ପ୍ରତିଦିନ ଅଭ୍ୟାସ କରିଛି। ଫଳାଫଳ ବାହାରିଲା ଏବଂ ସେ ସିଲେକ୍ଟ ମଧ୍ୟ ହୋଇଗଲା। ସବୁଠୁ ବଡ଼ କଥା ଏହା ନଥିଲା ଯେ ତାର ନାଁଟି ଲିଷ୍ଟରେ ଥିଲା, ବରଂ ସେ ଏପରି ଜଣେ ବ୍ୟକ୍ତି ହୋଇସାରିଥିଲା ଯିଏକି ଫଳାଫଳ ପୂର୍ବରୁ ହିଁ ନିଜକୁ ଜଣେ ବିଜେତା ଭାବରେ ଗଢ଼ି ସାରିଥିଲା। ପ୍ରଥମେ ପରିଚୟ ବଦଳେ, ତାପରେ ଜୀବନ ବଦଳିଥାଏ। ଯଦି ଆପଣ ନିଜକୁ ଦୁର୍ବଳ ଭାବିବେ, ତେବେ ଆପଣଙ୍କର ଅଭ୍ୟାସ ମଧ୍ୟ ଦୁର୍ବଳ ହୋଇଯିବ। ଜିତିବାଟା ପ୍ରଥମେ ମନରେ ହୋଇଥାଏ, ତାପରେ କାଗଜରେ ଆସିଥାଏ। ଆଶା ଆପଣଙ୍କୁ ଅପେକ୍ଷା କରାଏ, କିନ୍ତୁ ପରିଚୟ ଆପଣଙ୍କୁ ଆକ୍ସନ୍ ନେବାରେ ମଧ୍ୟ ବାଧ୍ୟ କରିଥାଏ। ଜୀବନ କୌଣସି ଯାଦୁରେ ବଦଳେ ନାହିଁ। ଜୀବନ ସେତେବେଳେ ହିଁ ବଦଳେ ଯେତେବେଳେ ଆପଣଙ୍କର କହିବା, ବସିବା ଏବଂ ନିଜ ସହ କଥାବାର୍ତ୍ତା ହେବାର ଶୈଳୀ ବଦଳି ଯାଇଥାଏ। ଯେଉଁଦିନ ଆପଣ ନିଜକୁ ଭବିଷ୍ୟତର ନୁହେଁ ବରଂ ବର୍ତ୍ତମାନର ସଫଳ ବ୍ୟକ୍ତି ଭାବରେ ମାନିନେବେ, ସେହିଦିନ ହିଁ ପ୍ରକୃତ ଯାତ୍ରା ଆପଣଙ୍କର ଆରମ୍ଭ ହେବ। ଆଶା କରୁ ସାଙ୍ଗମାନେ ଏହି ବହିର ପ୍ରଥମ ଭାଗଟି ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ। ଆଶା କରୁ ସାଙ୍ଗମାନେ ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଏହିପରି ନଲେଜେବଲ୍ ଭିଡ଼ିଓ, ବୁକ୍ ସମରି ମୁଁ ଆପଣମାନଙ୍କ ପାଇଁ ପ୍ରତିଦିନ ନେଇ ଆସିବି। ଯଦି ଏହି ଭିଡ଼ିଓ ଭଲ ଲାଗିଥାଏ, ତେବେ ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତା ସହିତ ସାଇଡ଼୍ରେ ଥିବା ବେଲ୍ ଆଇକନ୍ ମଧ୍ୟ ପ୍ରେସ୍ କରିଦିଅନ୍ତୁ, କାହିଁକିନା ଏମିତି କରିବା ଦ୍ୱାରା ମୁଁ ଯେବେ ଭିଡ଼ିଓ ଅପଲୋଡ଼ କରିବି ଆପଣଙ୍କୁ ଫଟାଫଟ ନୋଟିଫିକେସନ୍ ମିଳିଯିବ। ମୁଁ ପୁଣି ଆପଣମାନଙ୍କ ପାଇଁ ନେଇ ଆଣିବି ଏହିପରି କିଛି ନଲେଜେବଲ୍ ଭିଡ଼ିଓ। ସେତେବେଳେ ଯାଏଁ ଜୟ ଜଗନ୍ନାଥ।